ସରସ୍ୱତୀ ଦେବୀ 70 ବର୍ଷର ଜଣେ ସିଧାସାଧା ଓ ଶାନ୍ତ ସ୍ୱଭାବର ମହିଳା ଥିଲେ। ତାଙ୍କ ମୁହଁ କୁଞ୍ଚନରେ ଭର୍ତ୍ତି ହୋଇଥିଲା ଏବଂ ଆଖିରେ ସାମାନ୍ୟ କୋହର ଆର୍ଦ୍ରତା ଝଲକୁଥିଲା। ତାଙ୍କ ଜୀବନର ଯାତ୍ରା ସହଜ ନଥିଲା। ସ୍ୱାମୀଙ୍କ ସାଥ ବହୁତ ଆଗରୁ ଛଡ଼ାଇ ହୋଇଯାଇଥିଲା। ସେହି ସମୟରେ ଘର ସମ୍ଭାଳିବା, ଏକାକୀ ପୁଅକୁ ପାଳିବା ଏବଂ ସରକାରୀ ଚାକିରିର ଛୋଟ ଦରମାରେ ଚଳିବା ସହଜ ନଥିଲା। କିନ୍ତୁ ସେ କେବେ ହାର ମାନି ନଥିଲେ। ନିଜର ସଚ୍ଚୋଟତା ଓ ପରିଶ୍ରମରେ ପୁଅକୁ ପାଠ ପଢ଼ାଇଲେ, ଘର ଚଳାଇଲେ। ଆଉ ଏବେ ସେହି ସନ୍ ହିଁ ତାଙ୍କ ବାର୍ଦ୍ଧକ୍ୟର ସାହାରା ଥିଲା। ପୁଅ ସଞ୍ଜୟ ଓ ବୋହୂ ପ୍ରୀତି ବାହାରୁ ଦେଖିବାକୁ ଏକଦମ ଆଦର୍ଶ ଲାଗୁଥିଲେ। ପଡ଼ୋଶୀମାନେ କହୁଥିଲେ ଯେ ସରସ୍ୱତୀ ଦେବୀଙ୍କ ପୁଅ ଓ ବୋହୂ ତାଙ୍କର କେତେ ଯତ୍ନ ନେଉଛନ୍ତି। କିନ୍ତୁ ଭିତରର ସତ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା। ସଞ୍ଜୟ ଧୀରେ ଧୀରେ ବଦଳି ଯାଇଥିଲା। ପ୍ରଥମେ ଚାକିରି ଖୋଜିବାରେ ଏପଟ ସେପଟ ହେଉଥିଲା। ଛୋଟମୋଟ ଚାକିରି ମଧ୍ୟ କଲା। କିନ୍ତୁ ପରିଶ୍ରମରେ ତାକୁ ସବୁବେଳେ ଅରୁଚି ଥିଲା। ତାର ଧ୍ୟାନ କେବଳ ସହଜ ରାସ୍ତା ଏବଂ ବିନା ପରିଶ୍ରମରେ ଟଙ୍କା ରୋଜଗାର ଉପରେ ରହୁଥିଲା। ସାଙ୍ଗମାନଙ୍କ ସହ ବୁଲିବା, ଦାମୀ ମୋବାଇଲ ଓ ଉପକରଣ କିଣିବା ତାର ଅଭ୍ୟାସ ହୋଇଯାଇଥିଲା। ଅନ୍ୟପଟେ ବୋହୂ ପ୍ରୀତି ବାହାରୁ ଯେତିକି ସଭ୍ୟ ଓ ସଂସ୍କାରୀ ଦେଖାଯାଉଥିଲା, ଭିତରୁ ସେତିକି ଚାଲାକ ଏବଂ ଲୋଭୀ ଥିଲା। ତାକୁ ଲାଗୁଥିଲା ଯେ ଶାଶୁଙ୍କ ସନ୍ କେବଳ ତାର ଆରାମଦାୟକ ଜୀବନ ପାଇଁ ଉଦ୍ଦିଷ୍ଟ। ତା ପାଇଁ ସନ୍ମାନେ ଥିଲା ଦାମୀ ଶାଢ଼ୀ, ସୁନାରୂପାର ଗହଣା, ବିଉଟି ପାର୍ଲର ପ୍ୟାକେଜ ଏବଂ ଭଲ ପର୍ସ। ସରସ୍ୱତୀ ଦେବୀଙ୍କ ଦିନଚର୍ଯ୍ୟା ଅତ୍ୟନ୍ତ ସାଧାରଣ ଥିଲା। ସକାଳୁ ସକାଳୁ ମନ୍ଦିର ଯିବା, ସେଠାରେ ବସି ଟିକିଏ ପୂଜାପାଠ କରିବା ଏବଂ ପରେ ପଡ଼ୋଶୀ ମହିଳାମାନଙ୍କ ସହ କିଛି କଥାବାର୍ତ୍ତା କରିବା। ଏହା ହିଁ ତାଙ୍କ ପାଇଁ ସୁଖ ଥିଲା। କିନ୍ତୁ ଘରକୁ ଫେରିବା ପରେ ହୃଦୟର କୋଣରେ ଗୋଟିଏ ଚିନ୍ତା ଘେରି ରହୁଥିଲା ଯେ ପୁଅ ବୋହୂ କାହିଁକି ସଠିକ୍ ରାସ୍ତାରେ ନାହାନ୍ତି। ମୁଁ କ'ଣ ଏହି ଦିନ ପାଇଁ ସବୁ କଷ୍ଟ ସହିଲି? ଦିନେ ବ୍ୟାଙ୍କରୁ ସନ୍ ଆସିଲା। ସବୁଥର ପରି ସରସ୍ୱତୀ ଦେବୀ ବୁକ୍ ପୁଅକୁ ଦେଲେ ଏବଂ ସ୍ନେହରେ କହିଲେ, ସଞ୍ଜୟ ପୁଅ, ଏହି ବୁକ୍ ନେଇଯା ଏବଂ ବ୍ୟାଙ୍କରୁ ଟଙ୍କା ବାହାର କରି ଆଣ। ଏହି ମାସରେ ପିଲାମାନଙ୍କର ଫିସ୍ ଦେବାକୁ ଅଛି, ବିଦ୍ୟୁତ ବିଲ୍ ମଧ୍ୟ ବାକି ଅଛି ଏବଂ ମୋର ଔଷଧ ମଧ୍ୟ ଆଣିବୁ। ଆଜିକାଲି କାଶ ଟିକିଏ ଅଧିକ ହେଉଛି। ସଞ୍ଜୟ ହସିଲା ଏବଂ ନକଲି ଆତ୍ମବିଶ୍ୱାସରେ କହିଲା, ହଁ ମା, ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ମୁଁ ସବୁ କରିଦେବି। କିନ୍ତୁ ତାର ଉଦ୍ଦେଶ୍ୟ ଭଲ ନଥିଲା। ଚାଲାକିରେ ସେ ବ୍ୟାଙ୍କ ଯାଇ ମାଙ୍କ ଆକାଉଣ୍ଟ ସହ ଯୋଡ଼ା ହୋଇଥିବା ମୋବାଇଲ ନମ୍ବରକୁ ବଦଳାଇ ଦେଲା ଏବଂ କହିଲା, ମା, ଏବେ ଆପଣଙ୍କୁ ମେସେଜ ପଢ଼ିବାରେ ଅସୁବିଧା ହେଉଛି। ମୁଁ ସବୁ ଦେଖିଦେବି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଧୀରେ ଧୀରେ ନଗଦ ଏଟିଏମ୍ କାର୍ଡ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂର ପାସୱାର୍ଡ ମଧ୍ୟ ତା ହାତକୁ ଆସିଗଲା। ଆରମ୍ଭରେ ସେ ପିଲାମାନଙ୍କର ଫିସ୍ ଏବଂ ଘରର ଛୋଟ ଖର୍ଚ୍ଚ ପୂରଣ କଲା, ଯାହାଫଳରେ ମାଙ୍କୁ ସନ୍ଦେହ ନ ହୁଏ। କିନ୍ତୁ କିଛି ମାସ ପରେ ତାର ଅସଲ ରଙ୍ଗ ସାମ୍ନାକୁ ଆସିଲା। କେତେବେଳେ ନୂଆ ସ୍ମାର୍ଟଫୋନ୍ କିଣିବା, କେତେବେଳେ ଦାମୀ ଜୋତା, କେତେବେଳେ ସାଙ୍ଗମାନଙ୍କ ସହ ହୋଟେଲ ଏବଂ ମଦ୍ୟପାନ କରୁଥିବା ସ୍ଥାନରେ ପାର୍ଟି କରିବା। ବଡ଼ ଅଂଶ ଏହିସବୁରେ ଉଡ଼ିଯିବାକୁ ଲାଗିଲା। ପ୍ରୀତି ମଧ୍ୟ ପଛରେ ନଥିଲା। ସେଇ ଦାମୀ ଶାଢ଼ୀ ଓ ପର୍ସରେ ଟଙ୍କା ଉଡ଼ାଉଥିଲା। ବିଉଟି ପାର୍ଲରରେ ପ୍ୟାକେଜ ବୁକ୍ କରୁଥିଲା। ଉପରକୁ ପିଲାମାନଙ୍କର ଛୋଟମୋଟ ଫିସ୍ କିମ୍ବା ଜରୁରୀ ଖର୍ଚ୍ଚ ପୂରଣ କରିଦେଉଥିଲା, ଯାହାଫଳରେ ଦେଖାଇ ହେବ ଯେ ସବୁ ଠିକ୍ ଚାଲିଛି। କିନ୍ତୁ ସତ୍ୟ ଥିଲା ଯେ ଘରର ଜରୁରୀ ଖର୍ଚ୍ଚ, ବିଦ୍ୟୁତ ବିଲ୍, ରୋଷେଇ ଗ୍ୟାସ୍ ଏବଂ ସବୁଠୁ ଜରୁରୀ ସରସ୍ୱତୀ ଦେବୀଙ୍କ ଔଷଧ ବାରମ୍ବାର ଟଳିବାରେ ଲାଗିଲା। ଅନେକ ଥର ସରସ୍ୱତୀ ଦେବୀ କହିଲେ, ପୁଅ, ନିଶ୍ୱାସ ଫୁଲି ଯାଉଛି, ଡାକ୍ତରଙ୍କ ପାଖକୁ ନେଇ ଚାଲ। ସଞ୍ଜୟ ଟାଳି ଦେଉଥିଲା, ମା, ଆଜି ନୁହେଁ, କାଲି ଯିବା। ଏବଂ ପ୍ରୀତି ଓଲଟା ଟାଣ ମାରୁଥିଲା, ମା, ଏତେ ଛୋଟ କଥାରେ ଡାକ୍ତର? ଟିକିଏ ଗରମ ପାଣିର ବାମ୍ଫ ନିଅନ୍ତୁ, ସବୁ ଠିକ୍ ହୋଇଯିବ। ସେମାନଙ୍କ କଥା ଶୁଣି ସରସ୍ୱତୀ ଦେବୀଙ୍କ ହୃଦୟରେ କଷ୍ଟ ଆହୁରି ଗଭୀର ହୋଇଯାଉଥିଲା ଏବଂ ସେ ଭାବୁଥିଲେ, କ'ଣ ମୁଁ ଏହି ଦିନ ପାଇଁ ଏମାନଙ୍କୁ ପାଳିଥିଲି? କ'ଣ ମୋର ପରିଶ୍ରମ ଏବଂ ତ୍ୟାଗର ଏହା ହିଁ ମୂଲ୍ୟ? ଏକ ରାତି କାଶି କାଶି ତାଙ୍କର ଅବସ୍ଥା ବିଗିଡ଼ିଗଲା ଏବଂ ସେ କାନ୍ଦି କାନ୍ଦି ଭାବିବାକୁ ଲାଗିଲେ ଯେ କ'ଣ ଏହି ଦିନ ପାଇଁ ସେ ପୂରା ଜୀବନ ପରିଶ୍ରମ କରିଥିଲେ। ନିଜର ପୁଅ ବୋହୂ ତାଙ୍କକୁ ମଜାମସ୍ତିର ମାଧ୍ୟମ କରିଦେଲେ ଏବଂ ତାଙ୍କ ରୋଗକୁ ବୋଝ ବୋଲି ଭାବିବାକୁ ଲାଗିଲେ। କିନ୍ତୁ ସରସ୍ୱତୀ ଦେବୀ ଭାଙ୍ଗି ପଡ଼ିଲେ ନାହିଁ। ସେ ମନେ ମନେ ସ୍ଥିର କଲେ ଯେ ଏବେ ସେ ପୁଅ ବୋହୂଙ୍କୁ ଶିକ୍ଷା ଦେବାକୁ ହେବ। କିଛି ଦିନ ପରେ ସେ ପଡ଼ୋଶୀରେ ରହୁଥିବା ପୁରୁଣା ବନ୍ଧୁ ବିମଳା ଆଣ୍ଟିଙ୍କୁ ନିଜର ଦୁଃଖ କହିଲେ। ବିମଳା ଆଣ୍ଟି ପରାମର୍ଶ ଦେଲେ, ଭଉଣୀ ନିଜେ ବ୍ୟାଙ୍କ ଯା ଏବଂ ବୁକ୍ ଅପଡେଟ୍ କରାଏ। ତେବେ ଯାଇ ଅସଲ ସତ୍ୟ ଜଣାପଡ଼ିବ। ପରଦିନ ସାହସ ସଞ୍ଚୟ କରି ସରସ୍ୱତୀ ଦେବୀ ବ୍ୟାଙ୍କରେ ପହଞ୍ଚିଲେ ଏବଂ ସେଠାରେ ବୁକ୍ ଛପାଇବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ପ୍ରତି ସପ୍ତାହରେ ଆକାଉଣ୍ଟରୁ ଟଙ୍କା ଉଠାଣ ହେଉଥିଲା। କେତେବେଳେ ନଗଦ ଉଠାଣ କାର୍ଡ, କେତେବେଳେ ୟୁପିଆଇ ତ କେତେବେଳେ କାର୍ଡ ସ୍ୱାଇପ୍। ପୃଷ୍ଠାରେ ଲେଖାଥିଲା ଆର୍ଯ୍ୟ ଡିଜିଟାଲ ଷ୍ଟୋର, ଯେଉଁଠାରୁ ନୂଆ ମୋବାଇଲ ଏବଂ କାନର ଫୋନ୍ କିଣା ଯାଇଥିଲା। ଦ୍ୱିତୀୟ ପ୍ରବେଶ,
ରୟାଲ କ୍ଲବ, ଭୋଜନାଳୟ ଏବଂ ରାତ୍ରି ଆଳି ମଣ୍ଡପର ଥିଲା। ପୁଣି ଷ୍ଟାଇଲିଶ୍ ଦିଭା ବୁଟିକ୍ ଏବଂ ଗ୍ଲୋ ଆଣ୍ଡ ସାଇନ୍ ସେଲୁନ୍ ଭଳି ଖର୍ଚ୍ଚ ଥିଲା। ପିଲାମାନଙ୍କର ଫିସ୍ ମଧ୍ୟ ଦେଖାଗଲା, କିନ୍ତୁ ବାକି ଉଠାଣ ତାଠାରୁ ବହୁତ ଅଧିକ ଥିଲା। କାଉଣ୍ଟରରେ ବସିଥିବା କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମା, କଣ ଏସବୁ ଆପଣ କରୁଛନ୍ତି? ସରସ୍ୱତୀ ଦେବୀ କମ୍ପୁଥିବା ସ୍ୱରରେ କହିଲେ, ନା ଝିଅ, ମୋର ତ ନଗଦ ଉଠାଣ କାର୍ଡ ମଧ୍ୟ ପୁଅ ପାଖରେ ଅଛି। କର୍ମଚାରୀ ଜଣକ ଧୀରେ ଧୀରେ ବୁଝାଇଲେ ଯେ ଆକାଉଣ୍ଟ ସହ ଯୋଡ଼ା ଯାଇଥିବା ନମ୍ବରକୁ ବଦଳାଇ ଦିଆଯାଇଛି ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ମଧ୍ୟ ସକ୍ରିୟ ଅଛି। ସେ କହିଲେ, ଯଦି ଆପଣ ଚାହାନ୍ତି ତେବେ କାର୍ଡ ବନ୍ଦ କରିଦିଅନ୍ତୁ ଏବଂ ନମ୍ବର ପୁଣି ଆପଣଙ୍କ ନାମରେ କରାଇ ନିଅନ୍ତୁ। ସରସ୍ୱତୀ ଦେବୀ ସେଇଠାରେ ବସି ଆବେଦନ ଲେଖିଲେ ଏବଂ ପୁନର୍ବାର ନିଜର ନମ୍ବର ଯୋଡ଼ାଇ ନେଲେ। ସେହି ସମୟରେ ତାଙ୍କ ହୃଦୟରେ କଷ୍ଟ ବି ଥିଲା ଏବଂ ଏକ ଶାନ୍ତି ମଧ୍ୟ ଥିଲା ଯେ ଏବେ ପୁଅ ବୋହୂଙ୍କ ଚାଲାକି ସାମ୍ନାକୁ ଆସିଯାଇଛି। ସେ ଭାବୁଥିଲେ ଯେ ଏବେ ଏହି ଧୋକାର ହିସାବର ନେବାକୁ ପଡ଼ିବ ଏବଂ ତାହା ମଧ୍ୟ ଏପରି ଯେ ସବୁଦିନ ପାଇଁ ଏହି ଦୁହିଁଙ୍କୁ ଶିକ୍ଷା ମିଳିବ। ବ୍ୟାଙ୍କରୁ ଫେରିବା ସମୟରେ ସେ ଭିତରେ ଭିତରେ କମ୍ପୁଥିଲେ। ଏକପଟେ ପୁଅ ବୋହୂଙ୍କ ଧୋକାର କୁହ ଥିଲା ତ ଅନ୍ୟପଟେ ନିଜ ପିଲାମାନଙ୍କ ଉପରେ ଏବେ ଆଉ ଭରସା କରି ନପାରିବାର ଯନ୍ତ୍ରଣା। କିନ୍ତୁ ବାହାରକୁ ଆସିବା ମାତ୍ରେ ସେ ମନେ ମନେ କହିଲେ, ନା, ଆଉ ଲୁହ ନୁହେଁ, ଏବେ ଶିକ୍ଷା ଦେବାକୁ ପଡ଼ିବ। ଘରକୁ ଫେରିବା ପରେ ସେ ଚେହେରାରେ ସାଧାରଣ ଭାବ ବଜାୟ ରଖିଲେ, ଯାହାଫଳରେ କାହାରିକୁ ସନ୍ଦେହ ନ ହେଉ। ପ୍ରୀତି ଟାଣ ମାରିବା ଭଳି ଢଙ୍ଗରେ ପଚାରିଲା, ମା, ସକାଳୁ ସକାଳୁ କୁଆଡ଼େ ଯାଇଥିଲେ? ଆପଣଙ୍କର ତ ଚଲାବୁଲା କରିବା ବି ମୁସ୍କିଲ। ସରସ୍ୱତୀ ଦେବୀ ହସିଦେଇ କହିଲେ, ବସ୍ ଝିଅ, ମନ୍ଦିର ଯାଇଥିଲି। ଭଗବାନଙ୍କ ନାମ ନେଲେ ମନ ହାଲୁକା ହୋଇଯାଏ। ତାଙ୍କ ହୃଦୟରେ ଏବେ ଏକ ନୂଆ ସଂକଳ୍ପ ସୃଷ୍ଟି ହୋଇସାରିଥିଲା। ସେ ବୁକ୍ ନିଜର ଛୋଟ ସିନ୍ଦୁକରେ ଲୁଚାଇ ଦେଲେ ଏବଂ ବୋହୂକୁ କିଛି ବି କହିବାରୁ ବିରତ ରହିଲେ। ଏବେ ସେ ଦେଖିବାକୁ ଚାହୁଁଥିଲେ ଯେ ପୁଅ ବୋହୂ ବିନା ଟଙ୍କାରେ କିପରି ଆରାମ କରିବେ। ସେ ବ୍ୟାଙ୍କରୁ ସିଧାସଳଖ ନିଜର ନୂଆରୁ ବାହାର କରିବାର ନିୟମ ତିଆରି କଲେ ଏବଂ ଧୀରେ ଧୀରେ ପ୍ରତି ମାସରେ ନିଜର କିଛି ଅଂଶ ନଗଦ ଆକାରରେ ବାହାର କରି ଅଲଗା କରି ଲୁଚାଇବା ଆରମ୍ଭ କଲେ। ଅନ୍ୟପଟେ ସଞ୍ଜୟ ଓ ପ୍ରୀତି ଆଶ୍ଚର୍ଯ୍ୟ ଥିଲେ ଯେ ଏଥର ଆକାଉଣ୍ଟରୁ ଟଙ୍କା କାହିଁକି ବାହାରୁ ନାହିଁ। ନଗଦ ଉଠାଣରେ ଚେଷ୍ଟା କଲେ, ତରେ ଲେଖାଗଲା, କାର୍ଡ ବନ୍ଦ ଅଛି। ସଞ୍ଜୟ ଚମକି ପଡ଼ିଲା। ପୁଣି ରାଗରେ ମା ପାଖକୁ ଆସିଲା, ମା, ତୁମେ କାର୍ଡ ବନ୍ଦ କାହିଁକି କରାଇଦେଲ? ଆମକୁ କେତେ ଅସୁବିଧା ଭୋଗିବାକୁ ପଡ଼ୁଛି। ସରସ୍ୱତୀ ଦେବୀ ଭୋଳାପଣରେ କହିଲେ, ଅରେ ପୁଅ, ଜଣା ନାହିଁ କିପରି ହୋଇଗଲା। ବାଲା କହୁଥିଲେ ଯେ ଏବେ ବରିଷ୍ଠ ନାଗରିକଙ୍କ ଖାତାରେ ସୁରକ୍ଷା ଅଧିକ କରିବାକୁ ପଡ଼ିଥାଏ, ତେଣୁ ସେମାନେ କରିଦେଇଥିବେ। ପ୍ରୀତି ମଧ୍ୟ ଭଡ଼କି ଉଠିଲା, ମା, ଆପଣ ଆମକୁ କୁହନ୍ତି କାହିଁକି ନାହିଁ? ପିଲାମାନଙ୍କର ଫିସ୍ ଦେବାକୁ ଅଛି, ଘରର ଖର୍ଚ୍ଚ ଚଳାଇବାକୁ ଅଛି, ସବୁ ଅଟକି ଯାଇଛି। ସରସ୍ୱତୀ ଦେବୀ ସିଧା କଥା କହିଲେ, ପୁଅ ଝିଅ, ଏବେ ମୋର କେବଳ ଜରୁରୀ କାମ ହେବ। ଘରର ଖର୍ଚ୍ଚରେ ମୁଁ ସାହାଯ୍ୟ କରିବି, କିନ୍ତୁ ଆରାମଦାୟକ ଜୀବନ କିମ୍ବା ଅଣଜରୁରୀ ଜିନିଷ ପାଇଁ ଟଙ୍କା ମିଳିବ ନାହିଁ। ମୋର ଔଷଧ, ବିଦ୍ୟୁତ୍, ପାଣି ଏବଂ ପିଲାମାନଙ୍କର ପାଠପଢ଼ା, ବାସ୍ ଏତିକି ହିଁ ହେବ। ସଞ୍ଜୟ ଓ ପ୍ରୀତି ଭିତରେ ଭିତରେ ତିଳିତିଳି ହୋଇଗଲେ। ସେମାନଙ୍କ ମଜା ଖେଳ ସରିଯାଇଥିଲା। ଏବେ ଦୁହେଁ ମାଙ୍କ ବିରୁଦ୍ଧରେ ଚାଲ ଚଳାଇବାକୁ ଲାଗିଲେ। ସଞ୍ଜୟ ବାରମ୍ବାର ଉଲ୍ଲେଖ କରୁଥିଲା ଯେ ଆପଣଙ୍କ ଯୋଗୁଁ ହିଁ ଆମକୁ ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଇବାକୁ ପଡ଼ୁଛି ଏବଂ ପ୍ରୀତି ଟାଣ ମାରୁଥିଲା, ମା, ଆପଣଙ୍କୁ ତ କେବଳ ନିଜ ଔଷଧ କଥା ପଡ଼ିଛି, ପିଲାମାନଙ୍କର କଣ ହେବ? ସରସ୍ୱତୀ ଦେବୀ ଚାପ୍ ସବୁ ଶୁଣୁଥିଲେ, କିନ୍ତୁ ଭିତରୁ ଆହୁରି ମଜବୁତ ହେଉଥିଲେ। ସେ ସ୍ଥିର କରି ନେଇଥିଲେ ଯେ ଏବେ କେବଳ ଶିକ୍ଷା ନୁହେଁ, ବରଂ ପୁଅ ବୋହୂଙ୍କୁ ଦର୍ପଣ ମଧ୍ୟ ଦେଖାଇବାକୁ ଅଛି। ଦିନ ବିତିବାକୁ ଲାଗିଲା ଏବଂ ଟଙ୍କାର ଅଭାବରୁ ସଞ୍ଜୟ ଓ ପ୍ରୀତିଙ୍କର ତେଜ ଧିମା ହେବାକୁ ଲାଗିଲା। ପିଲାମାନଙ୍କର ଫିସ୍ ଦେବାରେ ବିଳମ୍ବ ହେବାରୁ ସ୍କୁଲରୁ ନୋଟିସ୍ ଆସିଲା। ମୋବାଇଲ କିସ୍ତିର ମେସେଜ ଆସିଲା ତ ଉଠାଇବା ବାଲା ଘର ପର୍ଯ୍ୟନ୍ତ ପହଞ୍ଚିଗଲା ଏବଂ ପ୍ରୀତିର ସୌନ୍ଦର୍ଯ୍ୟ ପାର୍ଲର ପ୍ୟାକେଜ ବନ୍ଦ ହୋଇଗଲା। ଏବେ ଘରେ ଚାପ ଏବଂ କଳି ବଢ଼ିବାକୁ ଲାଗିଲା। ବୋହୂ ରାଗରେ ପିଲାମାନଙ୍କ ଉପରେ ଚିତ୍କାର କରିବାକୁ ଲାଗିଲା ଏବଂ ପୁଅ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଙ୍ଗମାନଙ୍କଠାରୁ ଋଣ ମାଗିବାକୁ ଲାଗିଲା। ଦିନେ ଯେତେବେଳେ ପିଲାମାନେ କାନ୍ଦି କାନ୍ଦି ମାଙ୍କୁ କହିଲେ ଯେ ବାପା ଫିସ୍ ଦେଇ ନାହାନ୍ତି ତ ଆମକୁ କ୍ଲାସରୁ ବାହାର କରିଦେବେ, ସେତେବେଳେ ସରସ୍ୱତୀ ଦେବୀଙ୍କ ହୃଦୟ ତରଳିଗଲା ଏବଂ ସେ ତୁରନ୍ତ ନିଜର ଲୁଚାଇଥିବା ଟଙ୍କାରୁ ସ୍କୁଲ ଯାଇ ଫିସ୍ ଭରିଦେଲେ। ପିଲାମାନେ ନଇପଡ଼ି ଜେଜେମାଙ୍କ ପାଦ ଛୁଇଁଲେ ଏବଂ ମାସୁମ ଭାବରେ କହିଲେ ଯେ ଜେଜେମା, ଆପଣ ହିଁ ଆମର ସତପ୍ରଭୁ। ଏହା ଶୁଣି ସରସ୍ୱତୀ ଦେବୀଙ୍କ ଆଖିରେ ଲୁହ ଭରିଆସିଲା ଏବଂ ସେ ମନେ ମନେ ଭାବିଲେ ଯେ ପୁଅ ବହୁତ ବିଗିଡ଼ି ଯାଇଛନ୍ତି, କିନ୍ତୁ ଏହିଙ୍କ ଭବିଷ୍ୟତ ମୁଁ ବିଗିଡ଼ିବାକୁ ଦେବି ନାହିଁ। ଏବେ ସେ ପରବର୍ତ୍ତୀ ଯୋଜନା ତିଆରି କଲେ ଯେ ନିଜର ବଡ଼ ଅଂଶ ପିଲାମାନଙ୍କର ପାଠପଢ଼ା ଏବଂ ଭବିଷ୍ୟତ ପାଇଁ ଅଲଗା ଭାବରେ ସ୍ଥାୟୀ ଜମା
ଫିକ୍ସଡ୍ ଡିପୋଜିଟ୍ କରିବେ, ଯାହାଫଳରେ ଆଗକୁ ପୁଅ ବୋହୂଙ୍କ ପହଞ୍ଚ ସେହି ଟଙ୍କା ପର୍ଯ୍ୟନ୍ତ ନ ହେଉ। ଏଥିପାଇଁ ସେ ବ୍ୟାଙ୍କ ଯାଇ ବାଳଶିକ୍ଷା ଯୋଜନାରେ ଟଙ୍କା ଜମା କରିବା ଆରମ୍ଭ କରିଦେଲେ। ଯେତେବେଳେ ସଞ୍ଜୟ ଏହା ଜାଣିଲା, ସେ ରାଗରେ ନିଆଁବାଣ ହୋଇଗଲା ଏବଂ ଚିତ୍କାର କରି କହିଲା ଯେ ମା, ଆପଣ ଏପରି କିପରି କରିଦେଲେ? ଏହି ଟଙ୍କା ଆମ ହକ୍ର ଅଟେ। ସରସ୍ୱତୀ ଦେବୀ ପ୍ରଥମ ଥର ପାଇଁ ଆଖିରେ ଆଖି ମିଶାଇ କହିଲେ, ଏହି ଟଙ୍କା ତୁମର ନୁହେଁ, ତୁମ ପିଲାମାନଙ୍କ ଭବିଷ୍ୟତର ଅଟେ। ତୁମେ ଦୁହେଁ ମୋତେ ଧୋକା ଦେଲ, ମୋ ରୋଗର ମଜାକ ଉଡ଼ାଇଲ ଏବଂ ମୋ ପରିଶ୍ରମରେ ମଜାମସ୍ତି କଲ। ଏବେ ଏହି ଶିଲା ଶେଷ ହେବ। ତାଙ୍କର ଏହି ଶବ୍ଦଗୁଡ଼ିକ ଘରେ ନୀରବତା ଖେଳାଇଦେଲା। ସଞ୍ଜୟ ଓ ପ୍ରୀତି ଏବେ ଭୀଷଣ ଭାବରେ ବିବ୍ରତ ହୋଇସାରିଥିଲେ ଏବଂ ସନ୍ ଉପରେ ସିଧା କବ୍ଜା କରି ନ ପାରିବା ପରେ ଦୁହେଁ ମିଶି ମାଆଙ୍କୁ ଭିନ୍ନ ଭିନ୍ନ ଜାଲରେ ଫସାଇବା ପାଇଁ ଚାଲ ଚଳାଇବା ଆରମ୍ଭ କରିଦେଲେ। ଏକ ରାତି ଖାଇବା ସମୟରେ ପ୍ରୀତି ମିଠାପଣର ଦେଖାଣିଆ କରି କହିଲା ଯେ, ମା, ଆଜି ଆପଣ ବହୁତ ଥକି ଯାଉଛନ୍ତି। ଏବେ ସବୁ କାମ ଆପଣଙ୍କ ପାଇଁ ମୁସ୍କିଲ। କାହିଁକି ନା ଆପଣ ନିଜ ସନ୍ ଆମ ନାମରେ କରିଦିଅନ୍ତୁ। ଆମେ ଆପଣଙ୍କ ପାଇଁ ସବୁ ସମ୍ଭାଳିବୁ। ସରସ୍ୱତୀ ଦେବୀ ହାଲୁକା ହସ ସହିତ କହିଲେ ଯେ, ଝିଅ, ଯେପର୍ଯ୍ୟନ୍ତ ମୁଁ ଜିଉଁଛି ନିଜ ପରିଶ୍ରମର ସନ୍ ନିଜେ ସମ୍ଭାଳିବି। ତୁମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରୀତିର ଚେହେରାରେ ହତାଶା ଛାଇଗଲା। କିନ୍ତୁ ଭିତରେ ଭିତରେ ସେ ଆହୁରି ବଡ଼ ଯୋଜନା ତିଆରି କଲା। କିଛିଦିନ ମଧ୍ୟରେ ସଞ୍ଜୟ ମାଆଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଲା। ସେ ପିଲାମାନଙ୍କ ସାମ୍ନାରେ କହିଲା ଯେ, ଦେଖ, ତୁମ ଜେଜେମାଙ୍କ ଯୋଗୁଁ ତୁମକୁ ଭଲ ପୋଷାକ ଏବଂ ଖେଳନା ମିଳିପାରୁନାହିଁ। ସନ୍ ତାଙ୍କ ପାଖରେ ଅଛି, କିନ୍ତୁ ସେ ଖର୍ଚ୍ଚ କରୁନାହାନ୍ତି। ପିଲାମାନଙ୍କ ହୃଦୟରେ ଜେଜେମାଙ୍କ ପାଇଁ ସନ୍ଦେହର ବୀଜ ବୁଣିବାର ଚେଷ୍ଟା କରାଗଲା। କିନ୍ତୁ ଯେତେବେଳେ ପିଲାମାନେ ରାତିରେ ଜେଜେମାଙ୍କକୁ ଗଲେ, ଦେଖିଲେ ଯେ ସେ କାଶି କାଶି ଔଷଧ ଖାଉଛନ୍ତି ଏବଂ ତାଙ୍କ ତକିଆ ପାଖରେ ରଖାଯାଇଥିବା ଛୋଟ ଡବାରୁ ଟଙ୍କା ବାହାର କରି ଚାପ୍ ସେମାନଙ୍କ ସ୍କୁଲ କପି କିଣିବାକୁ ପଠାଉଛନ୍ତି। ପିଲାମାନେ ସେହି ସମୟରେ ବୁଝିଗଲେ ଯେ ଅସଲି ଫରିସ୍ତା କିଏ। ପ୍ରୀତି ପରବର୍ତ୍ତୀ ଚାଲ ଚଳାଇଲା ଏବଂ ପଡ଼ୋଶୀ ମହିଳାମାନଙ୍କ ମଧ୍ୟରେ ଗୁଜବ ପ୍ରଚାର କରିବା ଆରମ୍ଭ କରିଦେଲା ଯେ, ମା ଆଜି ତ ନିଜ ସନ୍ ଲୁଚାଇ ରଖନ୍ତି, କାହାରିକୁ କିଛି ଦିଅନ୍ତି ନାହିଁ ଏବଂ ଯେତେବେଳେ ଆମେ ମାଗୁ, ଓଲଟା ଆମକୁ ଚୋର କହନ୍ତି। ଧୀରେ ଧୀରେ ଏହି କଥା ପାଖ ପଡ଼ୋଶୀରେ ପହଞ୍ଚିଗଲା ଏବଂ କିଛି ଲୋକ ସରସ୍ୱତୀ ଦେବୀଙ୍କୁ ଟାଣ ମଧ୍ୟ ମାରିଲେ ଯେ, ଭଉଣୀ, ଏତେ କଞ୍ଜୁସି ଠିକ୍ ନୁହେଁ। ନିଜ ବୋହୂ ପିଲାମାନଙ୍କୁ ବି କିଛି ଦେବା ଉଚିତ। ସରସ୍ୱତୀ ଦେବୀ ଭିତରେ ଭିତରେ ଆଘାତପ୍ରାପ୍ତ ହେଲେ, କିନ୍ତୁ ବାହାରୁ ଚୁପ୍ ରହିଲେ। ସଞ୍ଜୟ ଓ ପ୍ରୀତି ଦିନେ ତ ସବୁ ସୀମା ଅତିକ୍ରମ କରିଦେଲେ। ଦୁହେଁ ମିଶି ବ୍ୟାଙ୍କରେ ପହଞ୍ଚିଲେ ଏବଂ ମିଥ୍ୟା ଦାବି କରିବାକୁ ଲାଗିଲେ ଯେ ମା ବୁଢ଼ୀ ହୋଇଗଲେଣି, ଟଙ୍କା ସମ୍ଭାଳି ପାରୁନାହାନ୍ତି, ତେଣୁ ଖାତା ସେମାନଙ୍କ ନାମରେ କରିଦିଆଯାଉ। କିନ୍ତୁ ସେଠାରେ ପୂର୍ବରୁ ହିଁ ସରସ୍ୱତୀ ଦେବୀଙ୍କ ଅଭିଯୋଗ ଦାଖଲ ହୋଇଥିଲା ଏବଂ କର୍ମଚାରୀମାନଙ୍କୁ ବାସ୍ତବତା ଜଣାଥିଲା। ବ୍ୟାଙ୍କ ମ୍ୟାନେଜର ସେମାନଙ୍କୁ କଠୋରତା ସହ ଡାଣ୍ଟିଲେ ଏବଂ କହିଲେ ଯେ, ଏପରି ଦ୍ୱିତୀୟ ଥର କରିବାର ଚେଷ୍ଟା କର ନାହିଁ, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ସଞ୍ଜୟ ଓ ପ୍ରୀତିଙ୍କୁ ଲଜ୍ଜିତ ହେବାକୁ ପଡ଼ିଲା। ଏବେ ଦୁହେଁ ଭାବିଲେ ଯେ ଯଦି ସିଧାସଳଖ ଟଙ୍କା ମିଳିପାରୁନାହିଁ, ତେବେ ମାଆଙ୍କୁ ମାନସିକ ଭାବରେ ଏତେ ହଇରାଣ କର ଯେ ସେ ନିଜେ ହାର ମାନି ନିଅନ୍ତୁ। କେତେବେଳେ ଖାଦ୍ୟରେ ଲୁଣ ଅଧିକ ପକାଇ ବୋହୂ ବହୁତ ଟାଣ ମାରୁଥିଲା ଯେ, ମା, ଆପଣଙ୍କ ହାତ ଏବେ କମ୍ପିବାକୁ ଲାଗିଲାଣି। ଏବେ ଆପଣ କେଉଁ କାମର? କେତେବେଳେ ପୁଅ କହୁଥିଲା ଯେ, ମା, ଆମକୁ ତ ଲାଗୁଛି ଆପଣ ଆମକୁ ଭରସା କରୁନାହାନ୍ତି। ଏହି ଘରେ ରହି ମଧ୍ୟ ଆମକୁ ପର କରିଦେଲେ। ସରସ୍ୱତୀ ଦେବୀ ଚପ୍ ସବୁ ଶୁଣୁଥିଲେ। ତାଙ୍କ ଚେହେରାରେ କଷ୍ଟ ତ ଥିଲା, କିନ୍ତୁ ଭିତରର ନିଆଁ ଆହୁରି ତୀବ୍ର ହୋଇସାରିଥିଲା ଏବଂ ସେ ସ୍ଥିର କରିନେଇଥିଲେ ଯେ ଏଥର ଶିକ୍ଷା ଏପରି ହେବ ଯେ ପୁଅ ବୋହୂ ଜୀବନସାରା ମନେ ରଖିବେ। ପୁଅ ଓ ବୋହୂଙ୍କର ଦିନକୁ ଦିନର ଚାଲାକି, ଟାଣ ଏବଂ ମିଥ୍ୟା ଅଭିଯୋଗ ତାଙ୍କୁ ଭିତରେ ଭିତରେ ଖାଇଯାଉଥିଲା। କିନ୍ତୁ ସେ ସ୍ଥିର କରିନେଇଥିଲେ ଯେ ଏବେ କେବଳ ସହିବା ନୁହେଁ, ବରଂ ଏପରି ପଦକ୍ଷେପ ନେବାକୁ ପଡ଼ିବ ଯେଉଁଥିରେ ପୂରା ପଡ଼ୋଶୀ ସାମ୍ନାରେ ସତ୍ୟ ଉଜାଗର ହୋଇଯିବ। ଦିନେ ସକାଳେ ସେ ପଡ଼ୋଶୀର ବିମଳା ଆଣ୍ଟିଙ୍କୁ ଡାକି କହିଲେ ଯେ, ଭଉଣୀ, ଏବେ ସମୟ ଆସିଯାଇଛି ଯେ ମୁଁ ଏହି ପିଲାମାନଙ୍କୁ ଶିକ୍ଷା ଦେବି। କ'ଣ ତୁମେ ମୋତେ ସାହାଯ୍ୟ କରିବ? ବିମଳା ଆଣ୍ଟି ଦୃଢ଼ ସ୍ୱରରେ କହିଲେ ଯେ, ନିଶ୍ଚିତ ଭାବରେ ଭଉଣୀ। ଏବେ ଆଉ ଚୁପ୍ ରହିବା ଭୁଲ ହେବ। ସରସ୍ୱତୀ ଦେବୀ ଯୋଜନା ତିଆରି କଲେ ଏବଂ ବ୍ୟାଙ୍କରୁ ନିଜର ଏକ ବଡ଼ ଅଂଶ ବାହାର କରି ପିଲାମାନଙ୍କର ପାଠପଢ଼ା ଏବଂ ନିଜ ଚିକିତ୍ସା ପାଇଁ ଅଲଗା ଅଲଗା ସ୍ଥାୟୀ ଜମା, ଫିକ୍ସଡ୍ ଡିପୋଜିଟ୍ କରାଇଦେଲେ। ବାକି ଟିକିଏ ଟଙ୍କା ନଗଦ ରଖିଲେ। ପୁଣି ପଡ଼ୋଶୀ ମହିଳା ଏବଂ କିଛି ସମ୍ପର୍କୀୟଙ୍କୁ ଡାକି ଘରେ ଏକ ଛୋଟ ବୈଠକ ରଖିଲେ ଏବଂ କହିଲେ ଯେ, ମୁଁ ଭାବିଲି ସମସ୍ତଙ୍କ ସାମ୍ନାରେ ଘରର ହିସାବ ସଫା କରିଦିଏ। ସେହି ସନ୍ଧ୍ୟାରେ ଯେତେବେଳେ ସମସ୍ତେ ଆସି ବସିଲେ, ସରସ୍ୱତୀ ଦେବୀ ସମସ୍ତଙ୍କ ସାମ୍ନାରେ ବୁକ୍ ଏବଂ ବ୍ୟାଙ୍କର ଏଣ୍ଟ୍ରିଜ୍ ଦେଖାଇଲେ ଏବଂ କହିଲେ ଯେ, ଏହା ଦେଖନ୍ତୁ ମୋ ପରିଶ୍ରମର ସନ୍ କେଉଁ କେଉଁ ଜାଗାରେ ଖର୍ଚ୍ଚ ହୋଇଛି।
ପିଲାମାନଙ୍କର ଫିସ୍ ଟିକିଏ ଭରାଯାଇଛି କିନ୍ତୁ ବାକି ଟଙ୍କା ମୋବାଇଲ, ଦାମୀ ପୋଷାକ, ହୋଟେଲ ଏବଂ ସେଲୁନରେ ଉଡ଼ିଛି। ଯେତେବେଳେ କି ମୁଁ ବର୍ଷ ବର୍ଷ ଧରି ଆଜ୍ମା ରୋଗରେ ପୀଡ଼ିତ ଅଛି ଆଉ ଔଷଧ ସୁଧାରେ ମିଳୁନାହିଁ। ଏସବୁ ମୋ ନିଜ ପୁଅ ଏବଂ ବୋହୂ କରିଛନ୍ତି। ଘରେ ନୀରବତା ଛାଇଗଲା ଏବଂ ଆଖପାଖର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। କେହି ଜଣେ କହିଲା ଯେ ଏହା ତ ସବୁ ସୀମା ଟପିଗଲା। ମାଆଙ୍କରେ ଆରାମ କରିବା ଆଉ ମାଆଙ୍କ ଚିକିତ୍ସା ସୁଦ୍ଧା ନ କରିବା। ସରସ୍ୱତୀ ଦେବୀ ଆଗକୁ କହିଲେ ଯେ ମୋତେ ଏବେ ଏହି ଟଙ୍କାର ଚିନ୍ତା ନାହିଁ, କିନ୍ତୁ ମୋତେ ନିଜ ପିଲାମାନଙ୍କର ଚିନ୍ତାଧାରାର ଚିନ୍ତା ଅଛି। ଯଦି ମୁଁ ଆଜି ଚୁପ୍ ରହିଯାଏ ତେବେ ଏମାନେ ଆହୁରି ବିଗିଡ଼ିବେ, ଆଉ ହୁଏତ କାଲି ନିଜ ପିଲାମାନଙ୍କ ସହ ମଧ୍ୟ ଏପରି କରିବେ। ସଞ୍ଜୟ ଓ ପ୍ରୀତି ଭୀଷଣ ଭାବରେ ତିଳି ତିଳି ହୋଇଗଲେ। ସଞ୍ଜୟ ରାଗରେ କହିଲା ଯେ ମା, ଆପଣ ଆମକୁ ପୂରା ପଡ଼ୋଶୀରେ ନାମ କରିଦେଲେ। ସରସ୍ୱତୀ ଦେବୀ ଦୃଢ଼ ସ୍ୱରରେ ଉତ୍ତର ଦେଲେ ଯେ ପୁଅ, ନାମ ମୁଁ କରିନାହିଁ, ତୁମ କର୍ମ କରିଛି। ଏବେଠାରୁ ମୋର ଗୋଟିଏ ଗୋଟିଏ ଟଙ୍କା ପିଲାମାନଙ୍କ ଏବଂ ମୋ ଚିକିତ୍ସା ଉପରେ ଖର୍ଚ୍ଚ ହେବ। ତୁମ ଆରାମଦାୟକ ଜୀବନ ପାଇଁ ଗୋଟିଏ ପଇସା ମିଳିବ ନାହିଁ। ପଡ଼ୋଶୀ ମହିଳାମାନେ ସରସ୍ୱତୀ ଦେବୀଙ୍କୁ ସାଥ ଦେଲେ ଏବଂ ସମସ୍ତେ ମିଶି କହିଲେ ଯେ ଭଉଣୀ, ଆପଣ ସମ୍ପୂର୍ଣ୍ଣ ସଠିକ୍ କଲେ। ଏପରି ପୁଅ ବୋହୂଙ୍କୁ ଶିକ୍ଷା ଦେବା ଜରୁରୀ ଅଟେ। ସଞ୍ଜୟ ଓ ପ୍ରୀତିଙ୍କୁ ପ୍ରଥମ ଥର ପାଇଁ ଅନୁଭବ ହେଲା ଯେ ଏବେ ସେମାନଙ୍କ ଖେଳ ସତରେ ଶେଷ ହୋଇଗଲା। ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ଅପମାନ ସହିବା ପରେ ବି ସେମାନଙ୍କ ହୃଦୟ ବଦଳିଲା ନାହିଁ, ବରଂ ଦୁହେଁ ଭିତରେ ଭିତରେ ଆହୁରି ବିଷାକ୍ତ ହୋଇଗଲେ। ସଞ୍ଜୟକୁ ଲାଗୁଥିଲା ଯେ ମା ତାର ଇଜ୍ଜତ ମାଟିରେ ମିଶାଇ ଦେଲେ ଏବଂ ପ୍ରୀତିକୁ ଏହା ସହ୍ୟ ହେଉନଥିଲା ଯେ ପଡ଼ୋଶୀ ମହିଳାମାନେ ଏବେ ତାକୁ ଟାଣ ମାରିବେ ଯେ ମା ତ ତୁମକୁ ହାତରେ ଧରି ପକାଇଲେ। ଦୁହେଁ ସ୍ଥିର କଲେ ଯେ ଏବେ ଯେକୌଣସି ପ୍ରକାରେ ମାଙ୍କୁ ମାନସିକ ଭାବରେ ଭାଙ୍ଗି ସନ୍ ନିଜ ହାତରେ ନେବାକୁ ପଡ଼ିବ। ଦିନେ ସଞ୍ଜୟ ମିଥ୍ୟା ଅଭିନୟ କଲା। ମାଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲା ଏବଂ କହିଲା ଯେ ମା, ଆମକୁ ଋଣ ଶୁଝିବାକୁ ପଡ଼ିବ, ନଚେତ୍ ଘରକୁ ବନ୍ଧା ରଖିବାକୁ ପଡ଼ିବ। ଯଦି ଆପଣ ଆମକୁ ଟଙ୍କା ନ ଦେବେ ତେବେ ଆମେ ସବୁ ରାସ୍ତା ଉପରକୁ ଆସିଯିବା। ସରସ୍ୱତୀ ଦେବୀ ସବୁ ବୁଝିପାରୁଥିଲେ ଏବଂ ସେ ଶାନ୍ତ ସ୍ୱରରେ କହିଲେ ଯେ ପୁଅ, ଯଦି ସତରେ ଋଣ ଅଛି ତେବେ କାଗଜପତ୍ର ଦେଖାଅ, ମୁଁ ମୋର ଧୀରେ ଧୀରେ ଶୁଝିଦେବି। ମାତ୍ର ସିଧାସଳଖ ତୁମକୁ ଏକାଥରେ ଟଙ୍କା ଦେବି ନାହିଁ। ସଞ୍ଜୟ ଭୀଷଣ ଭାବରେ ବିରକ୍ତ ହୋଇଗଲା। ସେତିକିବେଳେ ପ୍ରୀତି ମଧ୍ୟ କହିଲା ଯେ ମା, ଆପଣଙ୍କୁ ଆମ ଦୁଃଖର ଚିନ୍ତା ନାହିଁ। ଆପଣ କେବଳ ନିଜ ଔଷଧ ଏବଂ ପିଲାମାନଙ୍କର କଥା କହି କାନ୍ଦୁଥାନ୍ତି। ସରସ୍ୱତୀ ଦେବୀ ଗଭୀର ନିଶ୍ୱାସ ନେଲେ ଏବଂ କହିଲେ ଯେ ଝିଅ, ପିଲାମାନଙ୍କ ପାଠପଢ଼ା ଏବଂ ମୋ ଚିକିତ୍ସା ହିଁ ଅସଲି ଆବଶ୍ୟକତା। ତୁମ ଦେଖାଣିଆ ଏବଂ ଆରାମଦାୟକ ଜୀବନ କେବେହେଲେ ଆବଶ୍ୟକତା ହୋଇପାରିବ ନାହିଁ। ଯେତେବେଳେ ଦୁହିଁଙ୍କ ଚାଲ ଚାଲିଲା ନାହିଁ, ସେମାନେ ଆଉ ଏକ ଖରାପ ଉପାୟ ଆପଣାଇଲେ। ସଞ୍ଜୟ ପିଲାମାନଙ୍କ ସାମ୍ନାରେ ମିଛ କହିବା ଆରମ୍ଭ କଲା ଯେ ତୁମ ଜେଜେମା ତୁମ ପାଇଁ କିଛି କରିବାକୁ ଚାହୁଁ ନାହାନ୍ତି, ସେଥିପାଇଁ ଆମକୁ ଅସୁବିଧା ହେଉଛି। କିନ୍ତୁ ପିଲାମାନେ ମାସୁମ ଭାବରେ କହିଦେଲେ ଯେ ନା ବାପା, ଜେଜେମା ହିଁ ଆମ ଫିସ୍ ଭରିଥିଲେ, ଆପଣ ତ ଦେଇ ନଥିଲେ। ଏହା ଶୁଣି ସଞ୍ଜୟର ଚେହେରା ମଉଳିଗଲା ଏବଂ ପ୍ରୀତି ପିଲାମାନଙ୍କ ଉପରେ ହିଁ ରାଗ ସୁଝାଇଲା। ଏହାପରେ ପ୍ରୀତି ଆଉ ଏକ ନୀଚ ଚାଲ ଚଳାଇଲା। ଦିନେ ପଡ଼ୋଶୀ ମହିଳାମାନଙ୍କ ସାମ୍ନାରେ ସେ ଉଚ୍ଚ ସ୍ୱରରେ କହିବା ଆରମ୍ଭ କଲା ଯେ ମା ଆମକୁ ଟଙ୍କା ଦେଉନାହାନ୍ତି, ଓଲଟା ଆମକୁ ନାମ କରୁଛନ୍ତି। ଏବେ ତ ଅବସ୍ଥା ଏପରି ଯେ ଆମକୁ ଋଣ ନେଇ ଘର ଚଳାଇବାକୁ ପଡ଼ୁଛି। ସମସ୍ତେ ଉତ୍ତରରେ କହିଲେ ଯେ ଭଉଣୀ, ଆମକୁ ସତ୍ୟ ଜଣାଅଛି। ନିଜ ଶାଶୁଙ୍କ ଟଙ୍କା ଉଡ଼ାଇବା ବନ୍ଦ କର, ନଚେତ୍ କାଲିକୁ ପିଲାମାନେ ମଧ୍ୟ ତୁମଠାରୁ ମୁହଁ ଫେରାଇ ନେବେ। ଏହା ଶୁଣି ପ୍ରୀତିର କଥା ବନ୍ଦ ହୋଇଗଲା। ସରସ୍ୱତୀ ଦେବୀ ଏବେ ଚପ୍ ଏସବୁ ଦେଖୁଥିଲେ ଏବଂ ସେ ଭାବିଲେ ଯେ ଏହି ଦୁହେଁ ସୁଧୁରିବା ଲୋକ ନୁହନ୍ତି। ଯଦି ଏମାନଙ୍କୁ ଅସଲି କଷ୍ଟ ନ ଦେଖାଯାଏ ତେବେ ଏମାନେ ଶିଖିବେ ନାହିଁ। ସେହି ରାତିରେ ସେ ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ ସ୍ଥିର କରିନେଲେ ଯେ ଏବେ ଶେଷ ପ୍ରହାର କରିବାକୁ ପଡ଼ିବ, ଏପରି ପ୍ରହାର ଯାହା ପୁଅ ବୋହୂଙ୍କୁ ଜୀବନସାରା ମନେ ରହିବ। ସରସ୍ୱତୀ ଦେବୀ ଅନେକ ରାତି କାଶି କାଶି ନିଦ୍ରାହୀନ ଅବସ୍ଥାରେ କଟାଇଲେ, କିନ୍ତୁ ସେହି ନିଦ୍ରାହୀନ ରାତିରେ ସେ ନିଜ ପୁଅ ଏବଂ ବୋହୂକୁ ସୁଧାରିବାର ସଂକଳ୍ପ ନେଇଥିଲେ। ସେ ମନେ ମନେ କହିଲେ ଯେ ଏବେ ବହୁତ ହୋଇଗଲା, ଏବେ ଏହି ଦୁହେଁ ମୋ ଅସହାୟତାର ଫାଇଦା ଉଠାଇବେ ନାହିଁ। ଯେଉଁ ଶିକ୍ଷା ଦେବି ତାହା ଏମାନଙ୍କ ପୂରା ଜୀବନ ବଦଳାଇ ଦେବ। ପରଦିନ ହିଁ ସେ ବ୍ୟାଙ୍କ ଯାଇ ନିଜକୁ 3 ଭାଗରେ ବାଣ୍ଟିଦେଲେ। ପ୍ରଥମ ଭାଗ ପିଲାମାନଙ୍କ ପାଠପଢ଼ା ଏବଂ ଫିସ୍ ପାଇଁ ସ୍ଥାୟୀ ଜମା ଫିକ୍ସଡ ଡିପୋଜିଟ୍ କରାଇଦେଲେ। ଦ୍ୱିତୀୟ ଭାଗ ନିଜ ଔଷଧ ଏବଂ ଚିକିତ୍ସା ପାଇଁ ଅଲଗା ଖାତାରେ ରଖିଲେ। ତୃତୀୟ ଭାଗ ଭବିଷ୍ୟତ ସୁରକ୍ଷା ନିଜ ଭାଇର ପୁଅ ରୋହିତ ନାମରେ ରଖିଲେ, ଯାହାଫଳରେ ଯଦି କେବେ ସେ ନଥାନ୍ତି ତେବେ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ଏବେ ଘରେ ସଞ୍ଜୟ ଓ ପ୍ରୀତିଙ୍କ ଚାଲାକି ଏବଂ କାନ୍ଦିବା ଧୋଇବା କାମରେ ଆସିଲା ନାହିଁ।
ଯେତେବେଳେର ତାରିଖ ଆସିଲା ଏବଂ ଦୁହେଁ ଖାତାରୁ ଟଙ୍କା ବାହାର କରିବାକୁ ଚେଷ୍ଟା କଲେ, ତେବେ ଶେଷ ରାଶି ନାହିଁ ବୋଲି ମେସେଜ ଆସିଲା। ସଞ୍ଜୟ ରାଗରେ ମାଆଙ୍କରେ ପହଞ୍ଚିଲା ଏବଂ କହିଲା ଯେ, ମା, ଏସବୁ କଣ କରିଦେଲା ଆପଣ? ଆମ ପାଇଁ କିଛି ଛାଡ଼ିଲେ ନାହିଁ। ସରସ୍ୱତୀ ଦେବୀ ସିଧା ଆଖିରେ ଅନାଇ କହିଲେ ଯେ, ତୁମ ଦୁହିଁଙ୍କ ପାଇଁ ଛାଡ଼ିବା ହିଁ ମୋର ସବୁଠୁ ବଡ଼ ଭୁଲ ହୋଇଥାନ୍ତା। ତୁମେ ମୋ ଔଷଧ ଅଟକାଇ ଦେଲ, ମୋ ନିଶ୍ୱାସର ମଜାକ ଉଡ଼ାଇଲ, ମୋ ପରିଶ୍ରମର ରୋଜଗାର ଆରାମଦାୟକ ଜୀବନରେ ଉଡ଼ାଇଦେଲ। ଏବେ ତୁମକୁ କିଛି ମିଳିବ ନାହିଁ। ମୋ ସନ୍ ଏବେ କେବଳ ପିଲାମାନଙ୍କ ଏବଂ ମୋ ଚିକିତ୍ସା ପାଇଁ ଅଟେ। ପ୍ରୀତି ଝଲ୍ଲାଇ ଯାଇ କହିଲା ଯେ, ମା, ଆମକୁ ତ ଆପଣଙ୍କ ଉପରେ ଭରସା ହିଁ ନାହିଁ। ଯଦି ଆପଣ ଆମକୁ ଟଙ୍କା ନ ଦେଲେ, ତେବେ ଆମେ ସବୁ ଛାଡ଼ି ଅଲଗା ହୋଇଯିବୁ। ସରସ୍ୱତୀ ଦେବୀ ଶାନ୍ତ ସ୍ୱରରେ ଉତ୍ତର ଦେଲେ ଯେ, ଅଲଗା ହେବାକୁ ଅଛି ତ ହୋଇଯାଅ। କିନ୍ତୁ ମନେ ରଖିବ, ମୁଁ ନିଜ ନାତୁଣୀ ଏବଂ ନାତିଙ୍କୁ କେବେହେଲେ ବେସାହାରା ହେବାକୁ ଦେବି ନାହିଁ। ସେମାନଙ୍କ ଭବିଷ୍ୟତ ମୋ ଦାୟିତ୍ୱ, ତୁମର ନୁହେଁ। ଏହା ଶୁଣି ପଡ଼ୋଶୀ ମହିଳାମାନେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସ୍ତବ୍ଧ ହୋଇଗଲେ ଏବଂ ସମସ୍ତେ ମିଶି କହିଲେ ଯେ, ଭଉଣୀ, ଆପଣ ସମ୍ପୂର୍ଣ୍ଣ ସଠିକ୍ କଲେ। ନାରୀ ବୃଦ୍ଧା ହୁଅନ୍ତୁ କି ଯୁବତୀ, ଯଦି ନିଜ ଗୋଡ଼ରେ ଠିଆ ହୁଅନ୍ତି, ତେବେ କେହି ତାଙ୍କର ଶୋଷଣ କରିପାରିବେ ନାହିଁ। ସଞ୍ଜୟ ଓ ପ୍ରୀତି ପ୍ରଥମ ଥର ପାଇଁ ବୁଝିଗଲେ ଯେ ମା ଏବେ ସେମାନଙ୍କ ଦୁର୍ବଳତାକୁ ଚିହ୍ନି ନେଇଛନ୍ତି ଏବଂ ଏବେ ସେମାନଙ୍କ ଖେଳ ଶେଷ ହୋଇଯାଇଛି। ସେମାନଙ୍କ ଚେହେରାରୁ ଅହଙ୍କାର ଗାୟବ ଥିଲା। ସରସ୍ୱତୀ ଦେବୀଙ୍କ ହୃଦୟକୁ ଶାନ୍ତି ମିଳିଲା ଏବଂ ସେ ଧୀରେ ଧୀରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ଯେ, ହେ ପ୍ରଭୁ, ମୋ ପୁଅ ବହୁ ବାଟ ହରାଇଛନ୍ତି, କିନ୍ତୁ ଆଶା ଅଛି ଯେ ଆଜିର ଶିକ୍ଷା ସେମାନଙ୍କୁ ଜୀବନସାରା ମନେ ରହିବ। ଯେଉଁଦିନ ସରସ୍ୱତୀ ଦେବୀ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ନିଜର ପଦକ୍ଷେପ ଉଠାଇଲେ, ସେହି ଦିନଠାରୁ ସଞ୍ଜୟ ଓ ପ୍ରୀତିଙ୍କର ଚେହେରା ଝୁଲିଗଲା। ପ୍ରଥମେ ତ ଦୁହେଁ ରାଗରେ ଦିନସାରା ମାଙ୍କ ସହ କଥା ହେବା ବନ୍ଦ କରିଦେଲେ। କିନ୍ତୁ ଭିତରେ ଭିତରେ ଚିନ୍ତା ଏବଂ ଲଜ୍ଜାର ବୋଝ ସେମାନଙ୍କୁ ଖାଇବାକୁ ଲାଗିଲା। ସଞ୍ଜୟ ଯେତେବେଳେ ବି ସାଙ୍ଗମାନଙ୍କୁ ଭେଟୁଥିଲା, କେହି ନା କେହି ଟାଣ ମାରି ଦେଉଥିଲା ଯେ, ତୋ ମା ତ ତୋତେ ସମସ୍ତଙ୍କ ସାମ୍ନାରେ ଆଇନା ଦେଖାଇଦେଲେ ଏବଂ ଧୀରେ ଧୀରେ ସାଙ୍ଗମାନେ ମଧ୍ୟ ଦୂରତା ବଜାୟ ରଖିଲେ। ପ୍ରୀତି ଯେତେବେଳେ ଗଳିରେ ବାହାରୁଥିଲା, ମହିଳାମାନେ ହସି ହସି କାନରେ ଫୁସ୍ଫୁସ୍ ହେଉଥିଲେ ଯେ, ଏହି ହେଉଛି ସେହି ବୋହୂ, ଯିଏ ଶାଶୁଙ୍କ ଔଷଧର ପଇସା ବି ଛଡ଼ାଇ ନେଇଥିଲା। ଏସବୁ ଶୁଣି ତାର ଚେହେରା ତମତମ ହୋଇଯାଉଥିଲା। ଦିନେ ପିଲାମାନଙ୍କର ଫିସ୍ ଜମା କରିବାର ନୋଟିସ୍ ପୁଣି ଥରେ ଆସିଲା। କିନ୍ତୁ ଏଥର ଜେଜେମା ପୂର୍ବରୁ ହିଁ ଜମା କରିସାରିଥିଲେ। ତେଣୁ ପିଲାମାନଙ୍କର ପାଠପଢ଼ା ଅଟକିଲା ନାହିଁ। ରୁଦ୍ର ସନ୍ଧ୍ୟାରେ ବାପାଙ୍କୁ କହିଲା ଯେ, ବାପା, ଆପଣ କିଛି କଲେ ନାହିଁ, କିନ୍ତୁ ଜେଜେମା ଆମର ଫିସ୍ ଭରିଲେ। ଆପଣ ସବୁବେଳେ କହୁଛନ୍ତି ଜେଜେମା ଖରାପ, କିନ୍ତୁ ଜେଜେମା ହିଁ ଆମର ସଚ୍ଚା ହିରୋ। ଏହା ଶୁଣି ସଞ୍ଜୟର ମୁଣ୍ଡ ତଳକୁ ନେଇଗଲା ଏବଂ ସେ ପ୍ରଥମ ଥର ଭାବିବାକୁ ଲାଗିଲା ଯେ ସତରେ ସେ କଣ ହରାଇଛି। ରାତିରେ ଯେତେବେଳେ ସରସ୍ୱତୀ ଦେବୀ କାସର ଦୌରାରେ ଥିଲେ ଏବଂ ଔଷଧ ନେଉଥିଲେ, ସେତେବେଳେ ପ୍ରୀତି ତାଙ୍କ କୋଠରୀର ଦରଜା ପାଖରେ ଠିଆ ହୋଇ ରହିଲା ଏବଂ ତାକୁ ମନେ ପଡ଼ିଲା ଯେ କିପରି ସେ ଦାମୀ ଶାଢ଼ୀ ଓ ପାର୍ଲର ପ୍ୟାକେଜ ଉପରେ ପଇସା ଉଡ଼ାଇ ଦେଇଥିଲା, ଯେତେବେଳେ କି ଘରର ବୟସ୍କ ମା ଔଷଧ ପାଇଁ ତରସୁଥିଲେ। ତା ହୃଦୟରେ ଅପରାଧବୋଧ ଜାଗ୍ରତ ହେଲା, ମାତ୍ର ଅହଙ୍କାର ଏବେ ବି ଜୀବିତ ଥିଲା। ସେଥିପାଇଁ ସେ ମୁହଁରେ କିଛି କହିଲା ନାହିଁ। ସଞ୍ଜୟ ମଧ୍ୟ ଏବେ ନିଜକୁ ଏକୁଟିଆ ଅନୁଭବ କରିବାକୁ ଲାଗିଲା। ସାଙ୍ଗମାନଙ୍କ ପାର୍ଟି ବନ୍ଦ ହୋଇଯାଇଥିଲା। ଋଣଦାତାମାନେ ପ୍ରତିଦିନ ଘରକୁ ଆସି ଗେଟ୍ ପାଖରେ ଠିଆ ହୋଇ ପଇସା ମାଗୁଥିଲେ ଏବଂ ମାଙ୍କ ଟଙ୍କା ଏବେ ହାତକୁ ଆସୁନଥିଲା। ଧୀରେ ଧୀରେ ତାକୁ ଅନୁଭବ ହେଲା ଯେ ତାର ଆରାମଦାୟକ ଜୀବନ କେବଳ ତାର ମାଙ୍କୁ ଭାଙ୍ଗି ନାହିଁ, ବରଂ ପିଲାମାନଙ୍କ ସାମ୍ନାରେ ମଧ୍ୟ ତାର ଇଜ୍ଜତ ମିଟାଇ ଦେଇଛି। ଏହି ସମୟରେ ପଡ଼ୋଶୀରେ ଜଣେ ବୟସ୍କ ଅଙ୍କଲଙ୍କର ଦେହାନ୍ତ ହେଲା। ତାଙ୍କର ଅବସ୍ଥାରେ ସମ୍ପୂର୍ଣ୍ଣ ସରସ୍ୱତୀ ଦେବୀଙ୍କ ଭଳି ଥିଲା, କିନ୍ତୁ ଫରକ ଏତିକି ଥିଲା ଯେ ତାଙ୍କ ପିଲାମାନେ ତାଙ୍କର ଯତ୍ନ ନେଲେ ନାହିଁ ଏବଂ ଶେଷରେ ସେ ଏକୁଟିଆ ଦମ୍ ତ୍ୟାଗ କଲେ। ଏହି ଘଟଣା ସଞ୍ଜୟର ହୃଦୟରେ ଗଭୀର ଆଘାତ କଲା ଏବଂ ସେ ଭାବିଲା ଯେ ଯଦି ମୁଁ ନିଜ ମାଙ୍କୁ ଏହିପରି କଷ୍ଟ ଦିଏ, ତେବେ ହୁଏତ କାଲି ମୋର ମଧ୍ୟ ଏହିପରି ଅବସ୍ଥା ହେବ। ସେହି ରାତିରେ ସଞ୍ଜୟ ମାଙ୍କ ପାଦରେ ବସି ଧୀର ସ୍ୱରରେ କହିଲା, ମା, ମୋତେ କ୍ଷମା କରିଦିଅ। ମୁଁ ବହୁତ ଭୁଲ କରିଛି। ଆପଣଙ୍କ ଔଷଧର ପଇସା ପର୍ଯ୍ୟନ୍ତ ରୋକିଦେଲି। ଆପଣଙ୍କ ପରିଶ୍ରମରେ ଆରାମ କଲି। ଏବେ ବୁଝିଲି ଯେ ମୁଁ ନିଜ ପିଲାମାନଙ୍କ ସାମ୍ନାରେ ବି ଭୁଲ ଉଦାହରଣ ରଖିଛି। ସରସ୍ୱତୀ ଦେବୀଙ୍କ ଆଖିରୁ ଲୁହ ବାହାରି ଆସିଲା। କିନ୍ତୁ ଏହିଥର ସେହି ଲୁହ କଷ୍ଟର ନୁହେଁ, ସ୍ୱସ୍ତିର ଥିଲା। ସେ ପୁଅର ମୁଣ୍ଡରେ ହାତ ରଖି କହିଲେ, ପୁଅ, ସୁଧୁରିବାରେ ଡେରି ହୁଏ ନାହିଁ। ଯଦି ହୃଦୟରୁ ବଦଳିଯିବୁ, ତେବେ ମୋତେ ଆଉ କିଛି ଦରକାର ନାହିଁ। ପ୍ରୀତି ଏହା ଶୁଣି ଭିତରେ ଭିତରେ ଶରମସାର ହେଲା। ସେ ପ୍ରଥମ ଥର ମାଙ୍କ ପାଦ ପାଖରେ ବସିଗଲା ଏବଂ କହିଲା, ମା, ମୁଁ ବି ନିଜ ଭୁଲ ସ୍ୱୀକାର କରୁଛି। ଲୋଭରେ ଆସି ମୁଁ ଆପଣଙ୍କୁ ବହୁତ ହଇରାଣ କଲି। ଯଦି ଆପଣ ଚାହାନ୍ତି, ତେବେ ଆମକୁ ଗୋଟିଏ ସୁଯୋଗ ଦିଅନ୍ତୁ।
ସରସ୍ୱତୀ ଦେବୀ ଗଭୀର ନିଶ୍ୱାସ ନେଲେ ଏବଂ କହିଲେ, ମୁଁ ତୁମକୁ ପୂର୍ବରୁ ବି ସୁଯୋଗ ଦେଇଥିଲି କିନ୍ତୁ ତୁମେ ତାକୁ ହରାଇଦେଲ। ଏବେ ମୁଁ ପୁଣି ଭରସା କରିବି, କିନ୍ତୁ ସର୍ତ୍ତ ଏହି ଯେ ଘରର ପଇସା କେବଳ ଜରୁରୀ ଆବଶ୍ୟକତାରେ ଲାଗିବ, ଆରାମଦାୟକ ଜୀବନରେ ନୁହେଁ। ପିଲାମାନଙ୍କ ପାଠପଢ଼ା ଏବଂ ମୋ ଚିକିତ୍ସା ସବୁଠାରୁ ପ୍ରଥମେ ହେବ। ସଞ୍ଜୟ ଓ ପ୍ରୀତି ମୁଣ୍ଡ ନୁଆଁଇ ରାଜି ହେଲେ ଏବଂ ସେହି ରାତି ପରେ ଘରର ବାତାବରଣ ଧୀରେ ଧୀରେ ବଦଳିବାକୁ ଲାଗିଲା। ସଞ୍ଜୟ, ଯିଏ ପୂର୍ବରୁ ଦିନରାତି ଦେଖାଣିଆ ଓ ମନମୌଜିରେ ବୁଡ଼ି ରହୁଥିଲା, ଏବେ ସମୟରେ ଘରକୁ ଫେରିବାକୁ ଲାଗିଲା। ଛୋଟ ଛୋଟ କାମ ଧରିବାକୁ ଲାଗିଲା ଏବଂ ରୋଜଗାର ଖୋଜିବାରେ ଗମ୍ଭୀର ହେଲା। ଯେତେବେଳେ ବି କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲା, ମା ତା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ପ୍ରୀତି, ଯିଏ ପ୍ରତି ମାସରେ ଦାମୀ ଶାଢ଼ୀ ଏବଂ ସୌନ୍ଦର୍ଯ୍ୟ ଚିକିତ୍ସାରେ ପଇସା ଉଡ଼ାଉଥିଲା, ଏବେ ଘର କାମରେ ମନ ଲଗାଇଲା। ପିଲାମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବାକୁ ଲାଗିଲା ଏବଂ ସରସ୍ୱତୀ ଦେବୀଙ୍କୁ ଔଷଧ ସମୟରେ ଦେବାର ଦାୟିତ୍ୱ ସେ ନିଜ ହାତରେ ନେଇଗଲା। ଏହି ପରିବର୍ତ୍ତନ ହେତୁ ସରସ୍ୱତୀ ଦେବୀଙ୍କ ତବିୟତ ମଧ୍ୟ ସମ୍ଭାଳିବାକୁ ଲାଗିଲା, କାରଣ ଔଷଧ ଏବେ କେବେହେଲେ ଛାଡ଼ୁନଥିଲା। ସଞ୍ଜୟ ପ୍ରତି ସପ୍ତାହରେ ତାଙ୍କୁ ବୈଦ୍ୟ ଡାକ୍ତରଙ୍କ ପାଖକୁ ନେବାକୁ ଲାଗିଲା। ପ୍ରୀତି ତାଙ୍କ ପାଇଁ ନେବୁଲାଇଜର ସଫା ରଖିଲା ଏବଂ ସମୟରେ ଇନହେଲର ଦେଉଥିଲା। ଏସବୁ ଦେଖି ପଡ଼ୋଶୀ ମଧ୍ୟ ଦଙ୍ଗ ଥିଲେ। ଯେଉଁ ପୁଅ ବୋହୂ କେବେ ମାଙ୍କ ପଇସା ଉଡ଼ାଉଥିଲେ, ସେମାନେ ଏବେ ତାଙ୍କ ସେବାରେ ଲାଗିଛନ୍ତି। ପିଲାମାନେ ବି ଏବେ ପ୍ରସନ୍ନ ରହିବାକୁ ଲାଗିଲେ। ପୂର୍ବରୁ ବାପା, ମା ଏବଂ ଜେଜେମାଙ୍କ ମଧ୍ୟରେ ଝଗଡ଼ା ଦେଖି ସେମାନଙ୍କ ମନ ଦୁଃଖରେ ଭରିଯାଉଥିଲା। ଏବେ ସମସ୍ତେ ସାଥିରେ ବସି ଖାଦ୍ୟ ଖାଆନ୍ତି। ପିଲାମାନେ ହସନ୍ତି, ଖେଳନ୍ତି ଏବଂ ଘରେ ଶାନ୍ତି ରହୁଥିଲା। ଦିନେ ରୁଦ୍ର ନିରୀହତା ସହ କହିଲା, ଜେଜେମା, ଏବେ ତ ଆମ ଘର ସତରେ ଘର ଭଳି ଲାଗୁଛି। ଏହା ଶୁଣି ସରସ୍ୱତୀ ଦେବୀଙ୍କ ହୃଦୟ ଭରିଗଲା। ଧୀରେ ଧୀରେ ସଞ୍ଜୟକୁ ଏକ ଛୋଟ ଚାକିରି ମିଳିଗଲା। ଦରମା ଭଲେ କମ୍ ଥିଲା, କିନ୍ତୁ ପରିଶ୍ରମର ରୋଜଗାର ଥିଲା। ପ୍ରଥମ ଦରମା ଆଣି ସେ ମାଙ୍କ ହାତରେ ରଖିଲା ଏବଂ କହିଲା, ମା, ଏହା ଆପଣଙ୍କ ଔଷଧ ଏବଂ ପିଲାମାନଙ୍କ କପି କିତାବ ପାଇଁ ଅଟେ। ସରସ୍ୱତୀ ଦେବୀ ମୁଣ୍ଡରେ ହାତ ବୁଲାଇ କହିଲେ, ଯେତେବେଳେ ରୋଜଗାର ଇମାନର ହୁଏ, ତେବେ ଛୋଟ ହେଲେ ବି ଉନ୍ନତି ନିଶ୍ଚୟ ଆସେ। ପ୍ରୀତି ମଧ୍ୟ ପଡ଼ୋଶୀ ମହିଳାଙ୍କ ମଧ୍ୟରେ ସ୍ୱୀକାର କଲା ଯେ ଲୋଭରେ ଆସି ସେ ଭୁଲ କରିଥିଲା, କିନ୍ତୁ ଏବେ ସେ ସତରେ ବଦଳିବାକୁ ଚାହୁଁଛି। ସମସ୍ତେ କହିଲେ ଡେରିରେ ଆସିଲା, କିନ୍ତୁରେ ଆସିଲା। ଘରର ଅବସ୍ଥା ସୁଧୁରିବାକୁ ଲାଗିଲା। ବିଦ୍ୟୁତ୍ ବିଲ୍ ସମୟରେ ଭରାଗଲା। ପିଲାମାନଙ୍କ ପାଠପଢ଼ାରେ ଚାଲିଲା ଏବଂ ସବୁଠାରୁ ବଡ଼ କଥା ହେଉଛି ସରସ୍ୱତୀ ଦେବୀଙ୍କ ଆଖିରେ ପୁଣି ଥରେ ଚମକ ଫେରିଆସିଲା। ତାଙ୍କୁ ଲାଗିଲା ଯେ ତାଙ୍କ ଜୀବନସାରାର ପରିଶ୍ରମ ବ୍ୟର୍ଥ ହେଲା ନାହିଁ। ରାତିରେ ପୂଜାରେ ସେ କହିଲେ, ହେ ପ୍ରଭୁ, ଆପଣ ମୋତେ ସାହସ ଦେଲେ ଯେ ମୁଁ ପୁଅ ବୋହୂକୁ ଶିକ୍ଷା ଦେଇପାରିଲି। ଯଦି ସେହି ସମୟରେ ମୁଁ ଚୁପ୍ ରହିଥାନ୍ତି, ତେବେ ହୁଏତ ଏମାନେ କେବେହେଲେ ନ ସୁଧୁରିଥାନ୍ତେ। ତାଙ୍କର ଦୃଢ଼ ସଂକଳ୍ପ ଯେଉଁ ପରିବର୍ତ୍ତନ ଆଣିଲା, ତାହା ପୂରା ପଡ଼ୋଶୀରେ ଆଲୋଚନା ହେବାକୁ ଲାଗିଲା। ଦେଖ, ବୟସ୍କ ମା ଜଣେ ବୁଝାମଣା ଏବଂ ସାହସ ସହିତ ଘରକୁ ସମ୍ଭାଳିଦେଲେ। ଅନେକ ମହିଳା ନିଜର ଦୁଃଖ କହିବାକୁ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ତେବେ ସେ ହସି ହସି କହୁଥିଲେ, ଡରିକି ଚୁପ୍ ରୁହ ନାହିଁ। ଯେଉଁଦିନ ନିଜ ହକ୍ ଏବଂ ଅଧିକାରର ରକ୍ଷା କରିବା ଶିଖିଯିବ, ସେହିଦିନ ଘର ବଦଳିଯିବ। ସମ୍ପର୍କୀୟଙ୍କ ମଧ୍ୟରେ ମଧ୍ୟ ସଞ୍ଜୟ ଓ ପ୍ରୀତିଙ୍କର ଏକ ନୂଆ ଛବି ତିଆରି ହେବାକୁ ଲାଗିଲା। ଯେଉଁ ଲୋକମାନେ ଟାଣ ମାରୁଥିଲେ, ସେମାନେ ଏବେ କହୁଥିଲେ, ମାଇନ୍ ସମୟ ଥାଉ ଥାଉ ସୁଧୁରିଗଲେ। ମା ବାପାଙ୍କର ଆଶୀର୍ବାଦ ସବୁଠୁ ବଡ଼ ପୁଞ୍ଜି। ପିଲାମାନଙ୍କୁ ମଧ୍ୟ ବୁଝାପଡ଼ିଗଲା ଯେ ଜେଜେମା ହିଁ ଅସଲି ଆଦର୍ଶ ଅଟନ୍ତି। ରୁଦ୍ର ନିଜର ପ୍ରବନ୍ଧରେ ଲେଖିଲା, ମୋ ଜେଜେମା ମୋର ସବୁଠୁ ବଡ଼ ନାୟିକା ଅଟନ୍ତି। ସେ ଶିଖାଇଛନ୍ତି ଯେ ଟଙ୍କା ମଜାମସ୍ତିରେ ନୁହେଁ, ଆବଶ୍ୟକତା ଓ ପରିବାରର ମଙ୍ଗଳରେ ଲାଗେ। ମିଷ୍ଟି ଗର୍ବରେ କହେ, ଜେଜେମାଙ୍କ ଯୋଗୁଁ ହିଁ ଘରେ ସବୁ ଠିକ୍ ଅଛି। ସମୟ ସହିତ ଟାଣାଟାଣି କମିଗଲା। ସଞ୍ଜୟର ପଦୋନ୍ନତି ହେଲା। ପ୍ରୀତି ଘରୁ ହିଁ ସିଲେଇର ଛୋଟ କାମ ଆରମ୍ଭ କରିଦେଲା ଏବଂ ଅତିରିକ୍ତ ଆୟ ଆସିବାକୁ ଲାଗିଲା। ଏବେ ବିଲ୍, ଫିସ୍ ଓ ଔଷଧ କେବେହେଲେ ବାକି ରହୁନଥିଲା। ଦିନେ ପୂରା ପଡ଼ୋଶୀ ସରସ୍ୱତୀ ଦେବୀଙ୍କୁ ସମ୍ମାନିତ କଲେ। ସେମାନେ କହିଲେ, ବୟସ ଯେକୌଣସି ହେଉନା କାହିଁକି, ସାହସ ଓ ବୁଝାମଣା ସହିତ ପରିସ୍ଥିତି ବଦଳା ଯାଇପାରେ। ଆପଣ ପ୍ରମାଣିତ କରିଦେଲେ ଯେ ବୟସ୍କ ବ୍ୟକ୍ତିମାନେ ବୋଝ ନୁହନ୍ତି, ବରଂ ଘରର ମୂଳଦୁଆ ହୋଇଥାନ୍ତି। ତାଙ୍କ ଆଖିରେ ଖୁସିର ଲୁହ ଆସିଗଲା ଏବଂ ସେ କହିଲେ, ମୋତେ ଏବେ ଆଉ କିଛି ଦରକାର ନାହିଁ। ପିଲାମାନେ ସୁଧୁରିଗଲେ। ନାତି ନାତୁଣୀ ଖୁସି ଅଛନ୍ତି। ଏହା ହିଁ ମୋର ସବୁଠୁ ବଡ଼ ବିଜୟ। ସେ ଆହୁରି କହିଲେ, ମନେ ରଖ, ଟଙ୍କା ଆସେ ଆଉ ଯାଏ, କିନ୍ତୁ ସମ୍ପର୍କର ଭରସା ଭାଙ୍ଗିଗଲେ ତାହାକୁ ଯୋଡ଼ିବାରେ ପୂରା ଜୀବନ ଲାଗିଯାଏ। ମୋର ସବୁଠୁ ବଡ଼ ଶିକ୍ଷା ଏହି ଯେ ଟଙ୍କା ନୁହେଁ, ଭରସା ଓ ପ୍ରେମ ହିଁ ଅସଲି ଧନ। କରତାଳିରେ ପରିବେଶ କମ୍ପି ଉଠିଲା। ସଞ୍ଜୟ ଓ ପ୍ରୀତି ତାଙ୍କ ପାଦତଳେ ନେଇ କାନ୍ଦି କାନ୍ଦି କହିଲେ, ମା, ଯଦି ଆପଣ ଆମକୁ ଶିକ୍ଷା ନ ଦେଇଥାନ୍ତେ, ତେବେ ଆମେ କେବେହେଲେ ନ ସୁଧୁରିଥାନ୍ତୁ।
ଆଜି ବୁଝାପଡ଼ିଲା ଯେ ଅସଲି ସୁଖ ଆପଣଙ୍କ ଆଶୀର୍ବାଦରେ ଅଛି, ନାହିଁକି ଆରାମଦାୟକ ଜିନିଷରେ। ସରସ୍ୱତୀ ଦେବୀ ଦୁହିଁଙ୍କୁ କୋଳାଗ୍ରତ କଲେ, ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଲେ ଏବଂ କହିଲେ, ମୋ ସନ୍ କେବେହେଲେ ତୁମର ଆରାମ ପାଇଁ ନଥିଲା। ତାହା ମୋ ରୋଗ ଏବଂ ତୁମ ପିଲାମାନଙ୍କର ଭବିଷ୍ୟତର ଗ୍ୟାରେଣ୍ଟି ଥିଲା। ଯେତେବେଳେ ତୁମେ ତାକୁ ଉଡ଼ାଇ ଦେଉଥିଲ, ସେତେବେଳେ ଡର ଥିଲା ଯେ ତୁମେ ଜୀବନର ସତ୍ୟତା ବୁଝିପାରିବ ନାହିଁ। କିନ୍ତୁ ଏବେ ସନ୍ତୋଷ ଅଛି, ତୁମେ ଦୁହେଁ ସଠିକ୍ ରାସ୍ତାରେ ଅଛ। ସେହିଦିନ ପିଲାମାନେ ଜେଜେମାଙ୍କ ପାଇଁ ଏକ ଛୋଟ ପୂଜା ରଖିଲେ। ରୁଦ୍ର ସମସ୍ତଙ୍କ ସାମ୍ନାରେ କହିଲା, ମା ବାପାଙ୍କର ସମ୍ମାନ ହିଁ ସବୁଠୁ ବଡ଼ ଧର୍ମ ଅଟେ। ପଡ଼ୋଶୀ ଲୋକେ ଆଶୀର୍ବାଦ ନେବାକୁ ଆସିଲେ ଏବଂ ରାତିରେ ନିଜ କୋଠରୀରେ ବସିଥିବା ସରସ୍ୱତୀ ଦେବୀଙ୍କ ହୃଦୟରୁ ବାସ୍ ଗୋଟିଏ କଥା ବାହାରିଲା, ହେ ଭଗବାନ, ଏବେ ମୋତେ ଚେନ୍ ମିଳିଲା। ମୋ ପରିଶ୍ରମ, ମୋ ଲୁହ ଏବଂ ମୋ ନୀରବତା ରଙ୍ଗ ଆଣିଲା। ପୁଅ ବୋହୂ ବୁଝିଗଲେ ଯେ ମା ବାପାଙ୍କର ରୋଜଗାର ପିଲାମାନଙ୍କର ଆରାମ ପାଇଁ ନୁହେଁ, ଘରର ଅସଲି ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ହୋଇଥାଏ। ଏହା ହିଁ ମୋର ସବୁଠୁ ବଡ଼ ଶିକ୍ଷା ଓ ସବୁଠୁ ବଡ଼ ବିଜୟ ଅଟେ। ଘରେ ଏବେ ଶାନ୍ତି ଥିଲା, ସମ୍ପର୍କରେ ପ୍ରେମ ଥିଲା ଏବଂ ପ୍ରତ୍ୟେକଙ୍କ ହୃଦୟରେ ଏହି ସତ୍ୟତା ବସିଯାଇଥିଲା ଯେ ଟଙ୍କା କେବେହେଲେ ସମ୍ପର୍କଠାରୁ ବଡ଼ ନୁହେଁ। ଏହି କାହାଣୀ ଆମକୁ ଏହା ହିଁ ଶିଖାଏ ଯେ ମା ବାପାଙ୍କର ପରିଶ୍ରମର ସନ ବା ରୋଜଗାର ପିଲାମାନଙ୍କର ମଜାମସ୍ତି ପାଇଁ ନୁହେଁ, ବରଂ ତାଙ୍କର ସେବା ଓ ସୁରକ୍ଷା ପାଇଁ ହୋଇଥାଏ। ଯଦି କୌଣସି ପୁଅ ବୋହୂ ଏହାକୁ ବୁଝିଯାଆନ୍ତି, ତେବେ ଘରେ କେବେହେଲେ କଳି ହେବ ନାହିଁ। ଆଉ ଯଦି ନ ବୁଝନ୍ତି, ତେବେ ସମୟ ସେମାନଙ୍କୁ ସେହିପରି ଶିକ୍ଷା ଦେଇଥାଏ ଯେପରି ସରସ୍ୱତୀ ଦେବୀ ନିଜ ପୁଅ ବୋହୂଙ୍କୁ ଶିଖାଇଲେ। ଭିଡିଓ ପସନ୍ଦ ଆସିଥିଲେ ଭିଡିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ।